ओम श्री परमात्मने नमः। ओम नमो भगवते वासुदेवाय। नारायणं नमस्कृत्यं नरो चैव नरोत्तमं देवी सरस्वती व्यासं ततो जयमुदीरये। मूकं करोति वाचालं पङ्गुलङ्घयते गिरिं जतकृपातमहं वन्दे परमानन्दमाधवम्। ଶ୍ରୀମଦ୍ ଭାଗବତ କଥାର ପୂର୍ବ ଭାଗରେ କୃଷ୍ଣଙ୍କର ଧରାବତରଣ ବିଷୟରେ ଆମେ ଆଲୋଚନା କରିଥିଲେ। ନନ୍ଦବାବା ବୃଦ୍ଧ କାଳରେ ସନ୍ତାନ ପ୍ରାପ୍ତି ପରେ ଭଗବାନ କୃଷ୍ଣଙ୍କୁ ନିଜ ପୁତ୍ର ରୂପେ ପାଇ ଏତେ ଖୁସି ହୋଇଗଲେ ଯେ ବିରାଟ ବଡ଼ ଉତ୍ସବ ସମାରୋହର ଆୟୋଜନ କଲେ। ସମସ୍ତେ ଉତ୍ସବ କରନ୍ତି। ଉତ୍ସବରେ କିଛି ବି ନଥାଏ, ଆମେ ସମସ୍ତେ ଉତ୍ସବ ଘରେ କରନ୍ତି। ହେଲେ ନନ୍ଦବାବାଙ୍କର ଉତ୍ସବ ଟିକିଏ ଅଲଗା ଥିଲା। ତାର କାରଣ ହେଉଛି ନନ୍ଦବାବା ଖାଲି ଉତ୍ସବ କରିନଥିଲେ, ଅନେକ ଦାନ ଧର୍ମ କରିଥିଲେ ପିଲାର ମଙ୍ଗଳ ପାଇଁ। କୁହାଯାଏ ପ୍ରାୟ 2 ଲକ୍ଷ ଗାଈ ଦାନ କରିଥିଲେ ଏହି ନନ୍ଦବାବା। ଖାଲି ସେତିକି ନୁହଁ, ଯାହା ମନକୁ ଯାହା ଆସିଲା, ଯିଏ ଯାହା ମାଗିଲା ସମସ୍ତଙ୍କୁ ତାଙ୍କର ଇଚ୍ଛା ପୂର୍ତ୍ତି କରି ଦାନ କରିଥିଲେ ଏହି ନନ୍ଦବାବା। ସମାଜ ମଙ୍ଗଳ କାର୍ଯ୍ୟମାନ କରାଗଲା। ଦାନ ଧର୍ମ ସହିତ ଭୋଜନ ବ୍ୟବସ୍ଥା। ନନ୍ଦବାବା ସମସ୍ତଙ୍କୁ ଖୁସି କଲେ। ଏଣେ କ'ଣ ହେଇଛି, ମଥୁରାର ଯେଉଁ କଂସ କାରାଗାରରେ, କଂସ ଯେଉଁ କାରାଗାରରେ ରଖିଥିଲା କାହାକୁ, ବସୁଦେବ ଓ ଦେବକୀଙ୍କୁ, ସେଠି କନ୍ୟାକୁ ନେଇଯାଇ ପହଞ୍ଚିଛନ୍ତି କିଏ, ବସୁଦେବ। କାରାଗାରର କବାଟ ମନକୁ ମନ ବନ୍ଦ ହୋଇଯାଇଛି। ଯେତେବେଳେ ପହଞ୍ଚି ଯାଇଛନ୍ତି କିଏ, ଆମର ବସୁଦେବ। ବସୁଦେବଙ୍କର ଶଙ୍ଖୁଳି ମଧ୍ୟ ଯେଉଁ ବେଡ଼ି ତାହା ମଧ୍ୟ ଲାଗିଯାଇଛି। ପ୍ରହରୀମାନେ ଯେଉଁ ଶୋଇପଡ଼ିଥିଲେ ତାଙ୍କ ନିଦ ଭାଙ୍ଗି ଯାଇଛି। ପ୍ରହରୀମାନେ ଏକ କନ୍ୟାର କାନ୍ଦିବାର ଶବ୍ଦ ଶୁଣିପାରିଛନ୍ତି। ସେ ପର୍ଯ୍ୟନ୍ତ କେହି କାନ୍ଦି ନଥିଲେ। ପ୍ରଭୁ ଜନ୍ମ ହଉ କାନ୍ଦି ନାହାନ୍ତି। ଯେତେବେଳେ ସବୁ କାମ ସାରି ଦେଇସାରିଲେ, ଦେଖିଲେ ପରିସ୍ଥିତି ବର୍ତ୍ତମାନ ଅନୁକୂଳ ଅଛି, ସେତେବେଳେ ପ୍ରଭୁ ତ ନାହାନ୍ତି। ପ୍ରଭୁଙ୍କ ଯେଉଁ କନ୍ୟା ଆସିଛନ୍ତି ସେ କନ୍ୟା କାନ୍ଦିବାକୁ ଲାଗିଲେ। କାନ୍ଦି ନିଜର ଉପସ୍ଥିତି ଜାହିର କଲେ। ଏ କାନ୍ଦିବାର ଆବାଜ ଶୁଣି ଏ ଯେଉଁ ପ୍ରହରୀଗଣ ଦୌଡ଼ିଲେ କଂସର ପାଖକୁ। ହଜୁର, କନ୍ୟାଟିଏ ହୋଇଛି। କଂସ କିଛି ସମୟ ପାଇଁ ଭାବିଛି ଯେ କନ୍ୟା ମୋର କ'ଣ କରିଦେବ। ମନେ ମନେ ପୁଣି ଚିନ୍ତା କରିଛି, ବିପଦକୁ କିଏ ବା ଡାକିବ। କଂସ ଯାଇଛି କାରାଗାରକୁ। ଯେମିତି ଅନ୍ୟ ଛୁଆମାନଙ୍କୁ ମାରିଥିଲା ସେମିତି ମାରିବାକୁ ଚେଷ୍ଟା କରିଛି ତଳେ ପକାଇକି। କନ୍ୟାଟି ହାତରୁ ଗାୟବ ହୋଇଗଲେ। ଆକାଶ ମାର୍ଗକୁ ଚାଲିଗଲେ କନ୍ୟା ଏବଂ କହିଲେ, ମୂର୍ଖ କଂସ, ତୋର କାଳ କେତେବେଳୁ ଗୋକୁଳରେ ପହଞ୍ଚି ସାରିଛି। ତୋ ସମୟ ସରିଆସିଲା। ଏବେ ତୋର ଓଲଟା ଗଣତି ଆରମ୍ଭ ହୋଇଯାଇଛି। କଂସ ଡରିଗଲା। ରାକ୍ଷସୀ ଯେତେ ଅଛନ୍ତି ସମସ୍ତଙ୍କୁ ଡାକି ବିଚାର ବିମର୍ଶ କରାଇଲା କିଏ, ଏଇ କଂସ। ଯେ ସେମାନଙ୍କର ଯେଉଁ ବିଚାର ବିମର୍ଶରେ ଶେଷରେ ସର୍ବସମ୍ମତିକ୍ରମେ ଗୃହୀତ ହେଲା
ଯେ ପୁତନା ଯିବ କୃଷ୍ଣକୁ ଖୋଜି ମାରିବାକୁ। କୃଷ୍ଣକୁ ତ ଚିହ୍ନି ପାରିବ ନାହିଁ, ଯେତେ ନବଜାତ ଶିଶୁ ଅଛନ୍ତି ସମସ୍ତଙ୍କୁ ମାରିବ। ଗୋକୁଳକୁ ପଠାଗଲା କାହାକୁ? ପୁତନାକୁ। ପୁତନାର ଉଦ୍ଦେଶ୍ୟ ଗୋକୁଳରେ ଯେତେ ନବଜାତ ଶିଶୁ ଅଛନ୍ତି ସମସ୍ତଙ୍କୁ ମାରିବା। ତାକୁ କୁହାଗଲା ତୁମେ ଯାଅ ଗୋକୁଳରେ 6 ମାସ ଭିତରେ ଯେତେ ବାଳକ ଜନ୍ମ ହୋଇଛନ୍ତି ସମସ୍ତଙ୍କୁ ମାରି ଚାଲି ଆସ। ପୁତନା ଗୋଟିଏ ସୁନ୍ଦର ସ୍ତ୍ରୀର ଶରୀର ଧାରଣ କରି କପଟପୂର୍ଣ୍ଣ ହସ ହସି ସୁଖରେ ଖୁସିରେ ଗୋକୁଳରେ ଯାଇ ପହଞ୍ଚିଛି। ସ୍ତନରେ ବିଷ ଭରି ରଖିଛି। ପିଲାମାନଙ୍କ ପାଖକୁ ଯାଇ ସେମାନଙ୍କୁ ଏକାନ୍ତକୁ ନେଇ କ୍ଷୀର ପିଆଇବା ବାହାନାରେ ବିଷ ପିଆଇ ମାରିବାରେ ଲାଗି ପଡ଼ିଛି। କିଏ? ପୁତନା। ପ୍ରତିଦିନ ଗୋକୁଳରେ 3, 3, 4, 4 ହତ୍ୟା ହେଉଛି। ଭଗବାନ ଏବେ ଚିନ୍ତିତ ହୋଇପଡ଼ିଛନ୍ତି ଯେ ଯଦି ପିଲାମାନଙ୍କୁ ପୁତନା ମାରୁଛି, ନିରୀହ ପିଲାମାନେ ମରୁଛନ୍ତି, ମୁଁ କିଛି କରିପାରୁନାହିଁ। ତେଣୁକରି କ'ଣ କରିଛନ୍ତି? ଯୋଗମାୟାଙ୍କୁ ଧ୍ୟାନ କରିଛନ୍ତି ପ୍ରଭୁ। ଯୋଗମାୟା ଆସି ଆବିର୍ଭାବ ହେବାରୁ ଭଗବାନ କହିଛନ୍ତି ଯାଅ ପୁତନାର ମନ ମସ୍ତିଷ୍କରେ ପ୍ରବେଶ କରି ତାକୁ ମୋରି ଘର ଆଡ଼କୁ ଆକର୍ଷିତ କରି ଆଣ। କାରଣ ଯଦି ସେ ମୋ ଘର ପର୍ଯ୍ୟନ୍ତ ନ ଆସିବ ସେ ଏମିତି ପିଲାମାନଙ୍କୁ ମାରି ଚାଲିଥିବ। ପୁତନା ଯଦି ଏମିତି ମୋ ସମବୟସର ପିଲାମାନଙ୍କୁ ମାରି ଚାଲିବ ତେବେ ମୁଁ ଖେଳିବି କାହା ସାଙ୍ଗରେ? ମୋ ଲୀଳା ମୁଁ କରିବି କାହା ସାଙ୍ଗରେ? ଯୋଗମାୟା ଯାଇ ପ୍ରବେଶ କରିଛନ୍ତି ପୁତନାର ମନ ମସ୍ତିଷ୍କରେ। ପୁତନା ଆସି ପହଞ୍ଚି ଯାଇଛି ନନ୍ଦଭବନରେ। ନନ୍ଦବାବାଙ୍କ ଘରର ଝରକାରେ ଡୁଙ୍ଗି ପୁତନା ମାପ ନେଇଛି ଯେ କେଉଁଠି କିଏ ଅଛନ୍ତି, ମା ଯଶୋଦା କୁଆଡ଼େ ଯାଇଛନ୍ତି, ଗୋପୀଗଣ କିଏ ଅଛନ୍ତି କି ନାହିଁ, ସବୁ ମାପ ନେଲା ପରେ ତାପରେ ସେ ମୁଖ୍ୟ ଉଦ୍ଦେଶ୍ୟ ଯେ ଏ ଘରେ ବାଳକ ଅଛି ନା ନାହିଁ, ଯଦି ଅଛି ପିଲା କେଉଁ ଝୁଲଣାରେ ଶୋଇଛି, ପିଲାର ଝୁଲଣା ଠାରୁ ରୋଷେଇ ଘରର ଦୂରତା କେତେ? କାରଣ ମା ମାନେ ରୋଷେଇ ଘରେ ଥାଆନ୍ତି। ଯଦି ମା ଯଶୋଦା ଥିବେ ସେ ନିଶ୍ଚିତ ଭାବେ ରୋଷେଇ ଘରେ ଥିବେ। ରୋଷେଇ ଘରେ ଥାଇ ଯଦି ଅତି ପାଖରେ ରୋଷେଇ ଘର ହେଇଥିବ ମୁଁ ଯିବାଟା ଉଚିତ ହେବ ନାହିଁ। ଦେଖିଛି ସବୁ ଠିକଠାକ୍ ଅଛି, ଯାଇ ହେବ। ଯେତେବେଳେ ପୁତନା ଆସିଲା, ଯଶୋଦା ମା କ୍ଷୀର ପିଆଉଥିଲେ କହ୍ନାଇଙ୍କୁ। ଯେମିତି ପୁତନା ଆସିବାର ଜାଣିଗଲେ ପ୍ରଭୁ ନଟଖଟ ଠାକୁର, ସେ କ'ଣ କଲେ? ସାଙ୍ଗେ ସାଙ୍ଗେ ଜାଣି ଶୁଣିକି ଆଖି ବନ୍ଦ କରିଦେଲେ। ଯଶୋଦା ମା ଭାବିଲେ କହ୍ନାଇ ମୋର ଶୋଇପଡ଼ିଲାଣି, ତେଣୁ ଯଦି ଘରେ ଛୋଟ ପିଲାଟେ ଅଛି ତେବେ ଘର କାମ କରିବା ସେତେବେଳେ ସମ୍ଭବ ଯେତେବେଳେ ଛୁଆଟି ଶୁଏ। ଯେତେବେଳେ ପ୍ରଭୁ ମୋର ଶୋଇବାର ନାଟକ କରିଛନ୍ତି, ମା ଯଶୋଦା ଭାବିଛନ୍ତି ଇଏ ହେଉଛି ପ୍ରକୃଷ୍ଟ ସମୟ, ମୁଁ ଯାଉଛି ମୋ ଘରର କାର୍ଯ୍ୟ ସାରି। ସେଥିପାଇଁ ମା ଯଶୋଦା ଚାଲି ଯାଇଛନ୍ତି ନିଜ ରୋଷେଇ ଘରକୁ। ମା ଯଶୋଦା ଦେଖିଲେ କହ୍ନାଇ ଶୋଇଲାଣି, ତେଣୁ ତାଙ୍କୁ ଝୁଲଣାରେ ଶୁଆଇ ଦେଇ ମା ଚାଲିଗଲେ ରୋଷେଇ ଘରକୁ କାମ କରିବାକୁ। ପୁତନା କ'ଣ କରିଛି? ସେହି ସମୟରେ ଆସି ପହଞ୍ଚି ଯାଇଛି ଏବଂ ପ୍ରଭୁଙ୍କୁ ହୃଦୟରେ ଚାପି ଧରି ବଣ ଆଡ଼କୁ ନେଇ ଏକାନ୍ତରେ କ୍ଷୀର ପିଆଇବାକୁ ଲାଗିଛି। କିଛି ସମୟ ପାଇଁ ଭଗବାନ କ୍ଷୀର ପିଇଲେ। ତାପରେ ପ୍ରଭୁ କ'ଣ କଲେ? ପୁତନାର ପ୍ରାଣକୁ ମଧ୍ୟ ପିଇବାକୁ ଲାଗିଲେ। ପୁତନାକୁ ଭାରି କଷ୍ଟ ହେଉଥାଏ। ପୁତନା ଚିତ୍କାର କରୁଛି ଲାଲା ମୋତେ ଛାଡ଼, ଲାଲା ମୋତେ ଛାଡ଼। ଲାଲା କହୁଛନ୍ତି ମୁଁ ତ ଏମିତି କାହାକୁ ଧରେ ନାହିଁ, ଯାହାକୁ ଧରେ ତାକୁ ଧରିଦିଏ, କେବେ ବି ଛାଡ଼େ ନାହିଁ। ମୁଁ କାହାକୁ ଧରିବାକୁ ଚାହେଁ ନାହିଁ, ଯଦି ଥରେ ମୋ ପକଡ଼କୁ କିଏ ଆସିଗଲା ନା ମୁଁ ତାକୁ ଜମା ଛାଡ଼େ ନାହିଁ। ପ୍ରଭୁ ପୁତନାର ବଧ କଲେ
ଏକ ବିଶାଳକାୟ ରାକ୍ଷସୀ ଯେତେବେଳେ ମରିକି ପଡ଼ୁଛି, ଭୟଙ୍କର ଶବ୍ଦ ଜାତ ହେଲା। ଏ ଆବାଜ ଶୁଣି ସମସ୍ତ ବ୍ରଜବାସୀ କ୍ଷିପ୍ର ଗତିରେ ବନ ଆଡ଼କୁ ଦୌଡ଼ିବାକୁ ଲାଗିଲେ। ଯେତେ ମାତା ଥିଲେ ସମସ୍ତେ ନିଜ ନିଜ ପିଲାମାନଙ୍କୁ ଖୋଜିବାକୁ ଲାଗିଲେ ଯେ ଆମ ପିଲାମାନେ ଝୁଲଣାରେ ଅଛନ୍ତି ନା ରାକ୍ଷସୀ ନେଇ ଖାଇଦେଲେ, ମାରିଦେଲାଣି। ଯଶୋଦା ମା ଦେଖିଲେ ତାଙ୍କ ଝୁଲଣା ଖାଲି, ପ୍ରଭୁ ନାହାନ୍ତି। ପାଗଳ ପରି ଯଶୋଦା ମା ଦୌଡ଼ିଲେ ବଣକୁ ଗଲେ। ଦେଖିଲେ ଏକ ବିଶାଳ ରାକ୍ଷସୀର ମୃତଦେହ ପଡ଼ିଛି। ତାପରେ ଏକ ଛୋଟ ଶ୍ୟାମବର୍ଣ୍ଣ ଭଗବାନ ଶୋଇ ଆନନ୍ଦ ମନରେ ଖେଳୁଛନ୍ତି। ଯେଉଁ ମା ଏହା ଦେଖିବ ସେ ପ୍ରଥମେ କ'ଣ କରିବ? ଧାଡ଼ାସ କରି ନିଜ ପୁଅକୁ ଝପକି ଉଠାଇ ଆଣିବ। ମାତ୍ର ଯଶୋଦା ମା ଏମିତି କଲେ ନାହିଁ। କ'ଣ ପାଇଁ କଲେ ନାହିଁ? ଯଶୋଦା ମା ଯେମିତି ପହଞ୍ଚିଛନ୍ତି ତାଙ୍କ ନଜର ସିଧା ଗଲା କୃଷ୍ଣଙ୍କ ଉପରକୁ। ନଜର ଆଉ ହଟାଇ ପାରିଲେନି। ମା ଦର୍ଶନ କରୁଛନ୍ତି ପ୍ରଭୁଙ୍କର ସେ ସ୍ୱରୂପକୁ। ଆଖି ହଟେଇଲେ ସିନା ମୁଣ୍ଡରେ ପଶିବ ଯେ ପୁଅକୁ ମୁଁ ଉଠାଇ ଆଣିବା ଉଚିତ। ପ୍ରଭୁଙ୍କର ରୂପ, ପ୍ରଭୁଙ୍କର ସୌନ୍ଦର୍ଯ୍ୟ, ପ୍ରଭୁଙ୍କର ସେ ଖେଳ ମା ଦେଖି ଚାଲିଲେ। ଯଶୋଦା ମା ଦୃଷ୍ଟି ଆଉ କୁଆଡ଼େ ଗଲା ନାହିଁ। ମୋ ପୁଅ କେତେ ସୁନ୍ଦର, ଏତେ ସୁନ୍ଦର ଜଣେ କିପରି ହୋଇପାରେ? ବାହାରର କଥା ଅଲଗା, ବାହାରୁ ଯିଏ ଦେଖିବ ଭାବିବ କ'ଣ ଅଛି ଏ ପିଲା ପାଖରେ। ସେଇଥିପାଇଁ ମାର ମମତା ଜାଗ୍ରତ ହେଉନାହିଁ। କିନ୍ତୁ ସାଧାରଣ ମାଟିଏ ହେଲେ ଏ ପରିସ୍ଥିତିରେ ଆଗେ ହଠାତ୍ କି ପୁଅକୁ ଉଠାଇ ଆଣିବ। ପୁଅକୁ ପ୍ରଥମେ କ'ଣ କରିବ? ନିଜ କୋଳକୁ ଜାକିଦେବ। କିନ୍ତୁ ଇଏ ହେଉଛନ୍ତି ମା ଯଶୋଦା। ଦେଖୁଛନ୍ତି ପୁତନା ମରିସାରିଛି। ମୋ ପୁଅ ଆନନ୍ଦ ମନରେ ପୁତନାର ଉପରେ ଶୋଇ ଖେଳୁଛି। ଭଗବାନ ଭାବିଲେ ଯେ ମା ଏମିତି ଦେଖୁଥିବାର ଦେଖି ଲୋକଙ୍କର ଦୃଷ୍ଟି ମୋ ଐଶ୍ୱର୍ଯ୍ୟ ଉପରେ ପଡ଼ିବ। ତେଣୁ ଭଗବାନ ଜୋରରେ କାନ୍ଦିବାକୁ ଲାଗିଲେ। ଦେଖିଲେ ମାଙ୍କ ମନ ମୋଠେ ଲାଗିଗଲାଣି। ମୋ ସୁନ୍ଦର ରୂପ ଦେଖି ମା ଆଖି ଫେରାଇ ପାରୁନାହାନ୍ତି। ଏ କଥା ଅନ୍ୟ ଲୋକମାନେ ଜାଣିଗଲେ ଖରାପ। ତେଣୁକରି ପ୍ରଭୁ କ'ଣ କଲେ? ଜୋରେ କାନ୍ଦି ମାଙ୍କର ଦୃଷ୍ଟିକୁ ନିଜ ଆଡ଼କୁ ଆକର୍ଷିତ କଲେ। କାନ୍ଦିଲା କ୍ଷଣି ମମତା ଜାଗ୍ରତ ହେଲା ମା ଯଶୋଦାଙ୍କର। ଯଶୋଦା ମା କୃଷ୍ଣକୁ କୋଳରେ ଟେକି ଧରିଲେ। ନନ୍ଦବାବା ମଧ୍ୟ ପଛେ ପଛେ ଆସୁଥିଲେ। ସମସ୍ତ ବ୍ରଜବାସୀ କହିଲେ, ବାବା ଆଜି ତ ଭଗବାନ ଲାଲାକୁ ବଞ୍ଚାଇ ଦେଲେ। ଭଗବାନ ହସୁଥାନ୍ତି, କହୁଥାନ୍ତି ଭଗବାନ ବଞ୍ଚାଇ ନାହାନ୍ତି, ସମସ୍ତେ ଡରି ଯାଇଛନ୍ତି। ଗୋଟେ ପୂଜା ରଖିଛନ୍ତି ଯେ ଲାଲା ଉପରେ ଆଜି ଗୋଟେ ବିରାଟ ବଡ଼ ବିପଦ ଆସିଥିଲା। ଯାହା ହଉ ବିପଦ ଟଳିଗଲା। ତେଣୁ ଗୋଟେ ପୂଜା ରଖିବା। ପ୍ରତିଦିନ ଏଇ ଲାଲା ପ୍ରେମରେ କିଛି ନା କିଛି ପୂଜାର ବ୍ୟବସ୍ଥା କରାଯାଉଥାଏ। କେତେବେଳେ ପୂଜା, କେତେବେଳେ ବ୍ରତ, ନାହିଁ ତ କେତେବେଳେ ଉତ୍ସବ ଏମିତି ଚାଲିଥାଏ ନନ୍ଦବାବାଙ୍କ ଘରେ। ବର୍ଷନାରୁ ଯିଏ ଲାଲାକୁ ଦେଖିବାକୁ ଆସିଲେ ଉତ୍ସବ, ବୃନ୍ଦାବନରୁ କିଏ ଆସିଲେ ଉତ୍ସବ, ଯିଏ ତଳେ ଆସିଲା ଉତ୍ସବ ଆରମ୍ଭ ହୋଇଯାଉଥିଲା। ପ୍ରତ୍ୟେକ ଦିନ ନନ୍ଦବାବାଙ୍କର ଘର ଭିଡ଼ ଲାଗି ରହୁଥିଲା। ବର୍ଷନା ବୃନ୍ଦାବନରୁ ଆସିଛନ୍ତି ଅନେକ ଲୋକ ଲାଲା ଦର୍ଶନ ପାଇଁ। ଢୋଲ ନାଗରା ସବୁ ଧରିକି ଆସିଛନ୍ତି। ନୃତ୍ୟ ଗୀତ ଚାଲିଛି। ରାସ୍ତାରେ ନୃତ୍ୟ କରୁଛନ୍ତି ତ ଧୂଳି ସବୁ ଉଡ଼ିବା ସ୍ୱାଭାବିକ କଥା। ଧୂଳି ଉଡ଼ି ଉଡ଼ି ସମସ୍ତଙ୍କର ମୁଣ୍ଡ ଆଡ଼କୁ ଆସୁଛି। ବ୍ରଜର ପ୍ରତ୍ୟେକ ଜିନିଷ ମୂଲ୍ୟବାନ। କିଛି ଲୋକ ସେଇ ବ୍ରଜ ରଜରେ ଗଡ଼ି ଯାଉଛନ୍ତି। କାରଣ ଇଏ ହେଉଛି ବ୍ରଜ ରଜ। ନନ୍ଦ ଭବନ ମେ ଉଡ଼େ ରହି ଧୂଲ, ଧୂଲ ମୋहे प्यारे लगे। नंद भवन में उड़े रही धूल, धूल मोहे प्यारे लगे। उड़े उड़े धूल मेरे आपके आड़े, धूल मोहे प्यारे लगे। उत्सव मुखर सबुआड़े नंद भवन। ସମସ୍ତେ ଲାଲା ଜନ୍ମର ମଜା ନେଉଛନ୍ତି। ଏବେ ଏଠାରେ ଉତ୍ସବ ଚାଲିଛି। ଏହି ଉତ୍ସବ ମଧ୍ୟରେ ଭଗବାନ କ'ଣ କରିଛନ୍ତି? ଶୋଇପଡ଼ିଛନ୍ତି। ଶୋଇଗଲେ ତ ଯଶୋଦା କ'ଣ କଲେ? ସବୁବେଳେ ଶୋଇଗଲା ପରେ ପ୍ରଭୁଙ୍କୁ ଶକଟ ତଳେ ଶୁଆଇ ଦିଅନ୍ତି।
ଶକଟ ଗୋଟେ ଥିଲା ତାଙ୍କ ଘରେ, ଅର୍ଥାତ୍ ଦୁଧ ଦହି ମାଖନ ଯେଉଁଠି ରହେ ତା ତଳେ ଯେଉଁ ଷ୍ଟ୍ରାଣ୍ଡ ଥାଏ ସେ ଷ୍ଟ୍ରାଣ୍ଡ ତଳେ କୃଷ୍ଣକୁ ଶୁଆଯାଏ, ସେକୁ ଶକଟ କୁହାଯାଏ। ଯେମିତି ସମସ୍ତଙ୍କ ଦୃଷ୍ଟି ପଡ଼ିବ ଏ ଦୁଧ ଦହି ମାଖନ ଉପରେ, କୃଷ୍ଣଙ୍କ ଉପରେ କାହା ଦୃଷ୍ଟି ଯିବନି। ସେଇଥିପାଇଁ ମା' ବହୁତ ଚାଲାକ କରି ଯେ ଯିଏ ଆସିବ ସିଏ ମୋ ଘରର ଦୁଧ ଦହିକୁ ଦେଖିବ, ମୋ କାହ୍ନା ଆଡ଼େ କାହାର ଦୃଷ୍ଟି ଯିବନି। ସମସ୍ତଙ୍କ ଦୃଷ୍ଟିରୁ ପ୍ରଭୁଙ୍କୁ ବଞ୍ଚାଇ ରଖିବା ପାଇଁ ସେ ଯେଉଁ ଶକଟ ତଳେ, ବେଶୀ ଯେଉଁ ଷ୍ଟାଣ୍ଡ ତଳେ, ଦୁଧ ଦହିର ଷ୍ଟାଣ୍ଡ ତଳେ ପ୍ରଭୁଙ୍କୁ ଶୁଆଇ ଦିଅନ୍ତି ମା'। ଶକଟ ତଳେ ଶୁଆଇ ଯଶୋଦା ମା' ଚାଲିଗଲେ। ଏଣେ ଭଗବାନଙ୍କର ନିଦ ଭାଙ୍ଗିଛି। ଭଗବାନ ଭାବୁଛନ୍ତି ଏ ଉତ୍ସବ ହେଉଛି ମୋରି ପାଇଁ ନା। ମା' ମୋତେ ଶକଟ ତଳେ ପକାଇ ଦେଇ ଚାଲିଗଲେ। ସମସ୍ତେ ଉତ୍ସବରେ ବ୍ୟସ୍ତ, ନାଚ ଗୀତ କରୁଛନ୍ତି। ଏଣେ ମୋତେ କିନ୍ତୁ ମା' ଛାଡ଼ି ଦେଇ ଚାଲି ଯାଇଛନ୍ତି। ମା' କ'ଣ ଏମିତି କରିବା ଉଚିତ ଭାବୁଛନ୍ତି କୃଷ୍ଣ। ଏଣେ ପୁତନାର ଭାଇ ଶକଟାସୁର ଆସି ପହଞ୍ଚିଛି, ହାଜର ହୋଇଯାଇଛି। ସେ ଦେଖୁଛି ଭଗବାନଙ୍କୁ, ଚିନ୍ତା କରୁଛି ଏ ତ ଏଡ଼ିକି ଟିକେ ଛୁଆ, ୟାର କି ସାମର୍ଥ୍ୟ ଆସିଲାଣି ଯେ ଲୋକେ କହୁଛନ୍ତି ଏ କାଳେ ପୁତନାକୁ ମାରିଥିବ ବୋଲି। ତ ଛୋଟିଆ ଛୁଆଟି, ମୁଁ ତ ୟା ଉପରେ ଗୋଡ଼ ରଖି ରଖୁ ରଖୁ ଏ ମରିଯିବ। ଆର ସାମର୍ଥ୍ୟ କେଉଁଠୁ ଆସିଲା ମୋ ଭଉଣୀ ପୁତନାକୁ ମାରିବ? ଲୋକମାନେ ମିଛ କହୁଛନ୍ତି। ଶକଟାସୁର ଏମିତି ଭାବୁଛି। ପ୍ରଭୁ କ'ଣ କଲେ, ନିଜର ପାଦକୁ ଉପରେ ଥିବା ଶକଟ ଉପରେ ସ୍ପର୍ଶ କଲେ। ପୁରା ଶକଟ ଯାଇ ଶକଟାସୁର ଉପରେ ପଡ଼ିଲା। ଶକଟାସୁର ମଲା। ହାଣ୍ଡି ସବୁ ଭାଙ୍ଗି ଯାଇଛି। ଦୁଧ ଦହି ମାଖନ ସବୁ ଘର ସାରା ବ୍ୟାପି ଯାଇଛି। ଶବ୍ଦ ଶୁଣି ସମସ୍ତେ ଦୌଡ଼ି ଆସିଲେ ଯେ କ'ଣ ହେଲା ବୋଲି। ଆବାଜ ହେଲା। ଉତ୍ସବ ଯେଉଁ ଚାଲିଥିଲା ସେ ଉତ୍ସବ ପାଖରେ ଏ ଶବ୍ଦ ଯାଇ ପହଞ୍ଚିଲା। ସମସ୍ତେ ବ୍ୟସ୍ତ ବିବ୍ରତ ଅବ୍ୟଗ୍ର ହୋଇ ଧାଇଁ ଆସିଲେ ଯେ କହ୍ନାଇ କୁଆଡ଼େ ଗଲା, କହ୍ନାଇର ଅବସ୍ଥା କ'ଣ, ଏ ଶବ୍ଦ କହ୍ନାଇ ପାଖରୁ ଆସିନି ତ। ସମସ୍ତେ ଦୌଡ଼ି ଆସିଲେ। ଶକଟାସୁର ମରି ପଡ଼ିଛି। ଘର ସାରା ଦୁଧ ଦହି ମାଖନର ନଦୀ। ସମସ୍ତେ ନନ୍ଦବାବୁଙ୍କୁ କହିଲେ, ବାବା ଆଜି ଭଗବାନ ତ ତୁମ ଲାଲାକୁ ବଞ୍ଚାଇଲେ। ଭଗବାନ କହିଲେ ମନେ ମନେ, ତୁମେ ସବୁ ତ ମଉଜ କରୁଛ, ମୋତେ ବଞ୍ଚେଇବ କିଏ? ସମସ୍ତ ମଉଜରେ ବ୍ୟସ୍ତ, ମୋ କଥା ବୁଝୁଛି କିଏ? ମୋ ଉପରେ ତୁମର ଧ୍ୟାନ ନାହିଁ। ଭଗବାନ ବଞ୍ଚାଇବେ ନାହିଁ ତ କ'ଣ କରିବେ? ମନେ ମନେ କହୁଛନ୍ତି, ପ୍ରଭୁ ତୁମେମାନେ ଅଯୋଗ୍ୟ, ସେଥିପାଇଁ ଭଗବାନଙ୍କୁ ତ ବଚାଇବାକୁ ପଡ଼ିବ, କାରଣ ତୁମମାନଙ୍କର ଧ୍ୟାନ ମୋ ଉପରେ ନାହିଁ। ତୁମେମାନେ ଉତ୍ସବରେ ମାତିଛ, ମୋ ଅବସ୍ଥା ଏଠି କ'ଣ ହେଉଛି ତୁମମାନେ କାହିଁ ଜାଣିବ? ପ୍ରଭୁ ଏ କଥା କହିଛନ୍ତି ମନେ ମନେ। ଯାହା ହେଉ, ଆଜି ଆମେ ପୁତନା ଏବଂ ଶକଟାସୁରଙ୍କ ନିଧନ ବିଷୟରେ ଶୁଣିଲେ। ଦର୍ଶକ ବନ୍ଧୁ, ପୁତନା ଆସିଥିଲା ପ୍ରଭୁଙ୍କୁ ମାରିବାକୁ, କିନ୍ତୁ ପୁତନା ଯେହେତୁ ମାରିବାର ଏକ ସୁନ୍ଦର କୌଶଳ ଅବଲମ୍ବନ କରିଥିଲା, ସ୍ତନରେ ବିଷ ଦେଇ ପ୍ରଭୁଙ୍କୁ କ୍ଷୀର ପିଆଇଥିଲା। ପ୍ରଭୁଙ୍କୁ ପୁତନାର ଉଦ୍ଦେଶ୍ୟ ଖରାପ ଲାଗିଲା, ହେଲେ ପୁତନାର ମାରିବାର ତରିକା ଆମ ପ୍ରଭୁଙ୍କୁ ବହୁତ ଭଲ ଲାଗିଛି। ପ୍ରଭୁ କ'ଣ କରିଛନ୍ତି, ଯେତେବେଳେ ପୁତନା ଆସିଛି ଆଖି ଜାଣିଶୁଣି ବନ୍ଦ କରିଦେଇଛନ୍ତି। କାରଣ ଯାହାର ଉଦ୍ଦେଶ୍ୟ ଖରାପ ମୋ ପ୍ରଭୁ ତାହାକୁ ଦର୍ଶନ ଦେଖନ୍ତି ନାହିଁ, ତା ଆଡ଼କୁ ଅନାନ୍ତି ନାହିଁ। କିନ୍ତୁ ଏସବୁ ସତ୍ତ୍ୱେ ମଧ୍ୟ ପ୍ରଭୁ ପୁତନାକୁ ଉଦ୍ଧାର କରିଛନ୍ତି। କାରଣ ହେଉଛି ଏଇଆ ଯେ ପୁତନା ଭଲ ହେଉ କି ମନ୍ଦ ହେଉ, ଉଦ୍ଦେଶ୍ୟ ଭଲ ଥାଉ କି ମନ୍ଦ ଥାଉ, ସେ ଯେଉଁ ତରିକାରେ ପ୍ରଭୁଙ୍କୁ ମାରିବାକୁ ଚିନ୍ତା କରିଥିଲା, ମା ରୂପେ କ୍ଷୀର ପିଇଥିଲା, ସେ କଥା ମୋ ପ୍ରଭୁଙ୍କୁ ବହୁତ ଭଲ ଲାଗିଛି। ମନରେ କପଟତା ଥାଇ ମଧ୍ୟ ସେ ମୋତେ ମା ରୂପେ ଯେହେତୁ ସ୍ତନପାନ କରାଇଛି, ସେ ତ ମୋର ମା ହେଲା। ତେଣୁ ମୋ ମାଆକୁ ମୁଁ ଉଦ୍ଧାର କରିବିନି ତ ଆଉ କାହାକୁ କରିବି? ଇଏ ହେଉଛନ୍ତି ଆମ ପ୍ରଭୁ। କେତେବେଳେ କାହା ଉପରେ କାହାର କେଉଁ ଗୁଣକୁ ପ୍ରଭୁ ଭଲ ପାଇଯାଆନ୍ତି ନା ଆପଣ କହିପାରିବେ ନା ମୁଁ କହିପାରିବି। ଆମ ସମସ୍ତଙ୍କୁ ଗୋଟେ ନ୍ୟାୟ ଭୁଲ ଲାଗୁଥିବ, କିନ୍ତୁ ପ୍ରଭୁଙ୍କୁ
से जिन ठीक लगे ये पूतना कथा पूतना मारिबा को आसीथिला उद्देश्य खराब थिला सबु सत्वे मध्य जेहेतु पूतना प्रभु को स्तनपान करैथिला प्रभु मोर मन लगाई देले पूतना पाखरे एवं पूतना को से जगह देले जो जगह माँ जशोदा को माँ देवकी को दिया जाई पारे कारण भल हो मंद हो मन भितर जो भी अवगुण थाऊ जो भी उद्देश्य थाऊ सबु जिनस परे पूतना प्रभु को मोर स्तनपान कराइथिला एवं सेतिपई तो प्रभु ताकू स्वर्गपद देले स्वर्ग बसैले ये हूँ प्रभु कथा। दर्शक बंधु आगामी वीडियो रे पुणी थर देखा हबो से पर्यंत रहुची नमस्कार।